ଆଜିର ପାଣିପାଗ ଯଦି କଥା କହିବା ତାହେଲେ ଆଜି ହେଉଛି ସେପ୍ଟେମ୍ବର 7। ତ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳକୁ ଲାଗିକି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର କୁ ଲାଗିକି ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସକ୍ରିୟ ରହିଛି ଏବଂ ଏହାର ପ୍ରଭାବରେ ଯଦି କହିବା ତାହେଲେ ଉପକୂଳ ଓଡ଼ିଶାରେ ଆଜି କିଛି ମାତ୍ରାରେ ଗରମ ଗୁଳୁଗୁଳି ଅନୁଭୂତ ହୋଇପାରେ ଏବଂ ତା ସହିତ ଯଦି କହିବା ଅପରାହ୍ନ ସମୟରେ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ଜନିତ ବର୍ଷା ଦେଖିବାର ସମ୍ଭାବନା ରହିଛି ଏବଂ ତା ସହିତ ଯଦି କହିବା ଉତ୍ତର ଓଡ଼ିଶାରେ କାଁ ଭାଁ ଜିଲ୍ଲାରେ ମଧ୍ୟ ବର୍ଷା ମଧ୍ୟ ଦେଖିବାକୁ ମିଳିବ। ସେମିତି କିଛି ବଡ଼ ଆକ୍ଟିଭିଟି ନାହିଁ ଯେହେତୁ ରାଜସ୍ଥାନ ଗୁଜୁରାଟ ପାଖରେ ଗୋଟେ ଲଘୁଚାପ କ୍ଷେତ୍ର ରହିଛି, ତାର ଏକ ଲଘୁଚାପ ବଳୟ ଦେଇ ଏକ ଟ୍ରପ୍ ଲାଇନ୍ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବି ରହିଛି। ଏହାର ପ୍ରଭାବରେ ମଧ୍ୟ ଦକ୍ଷିଣ ଓଡ଼ିଶାର ମଧ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଦେଖିବାକୁ ମିଳିପାରେ ଏବଂ ତା ସହିତ ଯଦି କହିବା ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲାର ଭୁବନଠାରେ 112 ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ଏବଂ ସେହିପରି ଯଦି କହିବା ତାହେଲେ ନୟାଗଡ଼ ଜିଲ୍ଲାର ନୟାଗଡ଼ଠାରେ ପାଖାପାଖି 70 ମିଲିମିଟର ବର୍ଷା ମଧ୍ୟ ରେକର୍ଡ଼ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାରେ ମଧ୍ୟ 71 ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ଏଭଳି ଭାବରେ ଗତ 24 ଘଣ୍ଟା ମଧ୍ୟରେ 3ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ଼ କରାଯାଇଛି।